ପ୍ରାର୍ଥନା ଏପ୍ରିଲ 1, 1914। ମନେ ହୁଏ ଯେପରି ତୋ ମନ୍ଦିରର ନିଭୃତରେ ପ୍ରବେଶ କରିଛି ଏବଂ ତୋର ଇଚ୍ଛା ସହ ପରିଚିତ ହୋଇଛି। ଏକ ମହାନ ଆନନ୍ଦ ଓ ଗଭୀର ଶାନ୍ତି ମୋ ଭିତରେ ବିଦ୍ୟମାନ। ତେବେ ବି ମୋ ଭିତରର ମନଗଢ଼ା ରୂପ ସକଳ ଅଳୀକ ସ୍ୱପ୍ନ ପରି ଅନ୍ତର୍ହିତ ହେଉଛି। ତୋର ବିଶାଳତାର ସମ୍ମୁଖରେ ଦଣ୍ଡାୟମାନ ହୋଇ ଦେଖୁଛି ମୁଁ ମୋର ଗଠନ ଓ ସୀମାବନ୍ଧନ ହରାଇଛି। ଯେପରି ଗୋଟିଏ ବ୍ୟଷ୍ଟିସତ୍ତା ଏ ପର୍ଯ୍ୟନ୍ତ ବି ଗଢ଼ି ଉଠି ନାହିଁ। ସମସ୍ତ ଅତୀତ ତାହାର ବାହ୍ୟ ରୂପରେ ମନେ ହୁଏ ଯେପରି ଗୋଟାଏ ଅସଙ୍ଗତ ହାସ୍ୟକର ଆରୋପ ମାତ୍ର। ତଥାପି ମୁଁ ଜାଣେ ଯେ ସେହି ସମୟ ସକାଶେ ଏହାର ପ୍ରୟୋଜନ ଥିଲା। କିନ୍ତୁ ବର୍ତ୍ତମାନ ସବୁକିଛି ବଦଳି ଯାଇଛି। ଗୋଟିଏ ନୂତନ ଅବସ୍ଥା ଆରମ୍ଭ ହୋଇଛି।